ହୁଁ। ମୋ ନାଁ ଡକ୍ଟର ସ୍ୱାଗତ ମିଶ୍ର। ମୁଁ ଆୟୁର୍ବେଦ ଡକ୍ଟର ଜଣେ। ମୁଁ କୋର୍ସ କରିଛି ଆୟୁର୍ବେଦ ଉପରେ, ପ୍ଲସ୍ ପେଡ଼ିଆଟ୍ରିକ୍‌ର ବି କରିଛି। ତା ସହିତ ନ୍ୟୁରୋ ସ୍ପାଇନ୍ ଆମର ଯେଉଁ ଥାଏ ତାର ଆଉ ସାଇକିକ୍ ଡିସଅର୍ଡ଼ର ତା ଉପରେ ମଧ୍ୟ ମୁଁ କୋର୍ସ କରିଛି। ତ ପ୍ଲାନ୍ ଥିଲା ଆଗରୁ, ବହୁତ ଦିନ ଆଗରୁ, ଯେ ଗୋଟେ କ୍ଲିନିକ୍ ସେଟଅପ୍ କରିକି ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ। ନର୍ମାଲି ମୋର ପେଡ଼ିଆଟ୍ରିକ୍ ମାନେ ଶିଶୁ ବିଭାଗ, ତା ସହିତ ନ୍ୟୁରୋ ସ୍ପାଇନ୍ ଯେଉଁଟା ଆମର ସ୍ପାଇନାଲ୍ ଡିସଅର୍ଡ଼ର ହୁଏ, ନର୍ମାଲି ଅଣ୍ଟା ବଥା, ଆଣ୍ଠୁ ବଥା, କିମ୍ବା ଆମର ସ୍ଲିପ୍ ଡିସ୍କ ଯେଉଁ ହୁଏ, କିମ୍ବା ହାର୍ନିଏସନ୍ ହୁଏ, ତା ଭେରାଇଟି ଡିଜିଜ୍ ଉପରେ, ତା ଉପରେ ନେଇକି ଫୋକସ୍ କରି ମୁଁ ଚିକିତ୍ସା ସୁଯୋଗ ଦେବା ପାଇଁ ମୁଁ ଚେଷ୍ଟା କରୁଛି ଏଠି। ଆଉ କେତେଟା କେତେଟା ଟାଇମ୍ ଆପଣଙ୍କର ଏଇଟା? ଏଇଟା ସକାଳ 10ଟାରୁ 1 ପର୍ଯ୍ୟନ୍ତ, ଇଭିନିଂ 5ରୁ 8 ପର୍ଯ୍ୟନ୍ତ। ତ ଏବେ ପଞ୍ଚକର୍ମ ବି ଆରମ୍ଭ ହେଇଛି ଆମର ଏଠି। ପଞ୍ଚକର୍ମରେ ଅଭ୍ୟଙ୍ଗ, ବମନ, ବିରେଚନ, ବସ୍ତି, ନସ୍ୟ ଏଇସବୁ ଯାକ ରହିଛି। ତ ସେଠାରେ କ'ଣ, ଆମେ ପାରାଲିସିସ୍ କେସ୍ ହେଲା, ବାତ ରୋଗ ହେଲା, ପିତ୍ତ ରୋଗ ହେଲା, କଫ ଦୋଷ, ଏଇ ସବୁ ରୋଗ ନେଇକିରି ଆମେ ଚିକିତ୍ସା କରୁଛୁ। ତ ସେଥିରେ କ'ଣ ଆମର ଥେରାପି ହେବ। ଥେରାପିରେ ମାଲିସରୁ ଆରମ୍ଭ କରି, ସେକରୁ ଆରମ୍ଭ କରି, ଯାହାର ହାତ ଉଠୁନଥିବ, ଗୋଡ଼ ଚାଲି ପାରୁନଥିବ, ଅଣ୍ଟାର ଅସୁବିଧା ହେଇଥିବ, କିମ୍ବା ମୁଣ୍ଡ ବଥା ହେଇଥିବ, ଗାଇନିକ୍ କେସ୍ ମଧ୍ୟ କେତେଟା, ଯାହାର ଇନଫର୍ଟିଲିଟିରୁ ଆରମ୍ଭ କରିକି ଏଇ ଜିନିଷକୁ ଆମେ ନେଇକି ଆମେ ଚିକିତ୍ସା କରୁଛୁ। ସେଇଟା ପଞ୍ଚକର୍ମର ବହୁତ ବଢ଼ିଆ। ଆମ କୋରାପୁଟ ଡିଷ୍ଟ୍ରିକ୍ଟରେ କୋଟପାଟରେ ଫାର୍ଷ୍ଟ ଟାଇମ୍ ହେଉଛି ଏଇଟା। ଆଉ ୟାର ଫିସ୍ କେତେ କ'ଣ ଥାଉଛି ନର୍ମାଲ୍? ଆଉ ଦେଖନ୍ତୁ, ମୁଁ ତ ପ୍ଲାନ୍ କରିଛି ଆମ ଆର୍ମି ଲୋକମାନଙ୍କ ପାଇଁ ଫ୍ରି ଅଫ୍ କଷ୍ଟ ମେଡ଼ିସିନ୍ ସହିତ, ଆମ ଆର୍ମି ଯିଏ ଯିଏ ଥିବେ ତାଙ୍କ କାର୍ଡ଼ ଯଦି ଆଣିବେ, ତାଙ୍କୁ ଫ୍ରି କନସଲ୍ଟିଂ ସହିତ ମେଡ଼ିସିନ୍ ବି ଫ୍ରି ଦେବେ। ସେଇଟା ଆମର ପ୍ଲାନ୍। ଗରିବ ଲୋକମାନଙ୍କୁ ଡେଫିନେଟଲି କନସଲ୍ଟିଂ ଫିସ୍ ଜିରୋ ରହିବ। ବାକି ଆମର ଯେଉଁଟା ରହିଛି ନର୍ମାଲ୍ ଫିସ୍ ଚାର୍ଜ, ସେଇଗୁଡ଼ା ସେ ଅନୁସାରେ ଆମେ ଦେବୁ। ଆଉ ଏଲୋପାଥିକ୍ ଆଉ ଆୟୁର୍ବେଦିକ୍ ମେଡ଼ିସିନ୍, ଏଲୋପାଥିକ୍ ଆଉ ଆୟୁର୍ବେଦିକ୍ କ'ଣ ତଫାତ୍ ରହିଛି ଆଉ କ'ଣ ଭଲ ସୁବିଧା ରହୁଛି? ତଫାତ୍ ତ ପ୍ରାୟ ବହୁତ କିଛି ରହୁଛି। ଏମର୍ଜେନ୍ସି କେସ୍‌ରେ ଆମେ ଆଲୋପାଥିକ୍ ନେବାଟା ବହୁତ ବେଟର୍। ଆମେ କହୁନୁ ଯେ ଆମେ ହିଁ ସବୁ ଆୟୁର୍ବେଦିକ ସବୁ କିଛି କରିବ। ଆଗ କାଳରେ ଲୋକମାନେ ତ ଏଲୋପାଥିକ୍ ନଥିଲା, ଆୟୁର୍ବେଦିକରେ କାମ କରୁଥିଲେ। ତ ଏଲୋପାଥିରେ କ'ଣ, ଆମେ ଏମର୍ଜେନ୍ସି ସିଚୁଏସନ୍ ଆସିଲା କୌଣସି ପ୍ରକାର, ତ ଆମେ ଆପାତକାଳୀନ ହେଲା, କିମ୍ବା କୌଣସି ଆକ୍ସିଡେଣ୍ଟାଲ୍ କେସ୍ ହେଲା, ସିଭିଆର୍ କେସ୍ ହେଲା, କି ଯେକୌଣସି ଏମିତି ଏମର୍ଜେନ୍ସି କେସ୍‌ରେ ଆମେ ଏଲୋପାଥି ଆମେ ପ୍ରିଫର୍ କରିବା ବେଟର୍। ବଟ୍ ଲାଇଫଷ୍ଟାଇଲ୍‌କୁ ସେଟ୍ କରିବା ପାଇଁ, ପ୍ଲସ୍ ଆମର ଜୀବନଶୈଳୀର ଯେଉଁ ପ୍ରୋବ୍ଲେମ୍ ଗୁଡ଼ାକ ହେଉଛି, ବିପି ହେଲା, ସୁଗର ହେଲା, ଆମେ କେମିତି ମେଣ୍ଟେନ୍ କରିବା, ତ ଆମେ ଆୟୁର୍ବେଦିକ ଡାଏଟ୍ ତାର ପ୍ରୋଟୋକଲ୍ ମେଣ୍ଟେନ୍ କରିକିରି ଆମେ ଆଗକୁ ବଢ଼େଇ ପାରିବା। ଆଉ ଗାଁ ଗହଳିର ଲୋକମାନେ ଏବେ ପର୍ଯ୍ୟନ୍ତ ବି ଆୟୁର୍ବେଦିକ୍ ମେଡ଼ିସିନ୍‌କୁ ବିଶ୍ୱାସ କରନ୍ତି, ଆଉ ଜଙ୍ଗଲ ଜଡ଼ିବୁଟି ବି ବ୍ୟବହାର କରୁଛନ୍ତି। ଏହା ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ବି ହଁ, ହଁ। ଦେଇଛି। ତ କେତେ ସହାୟକ ହେବ ସେମାନଙ୍କୁ? ଏଇଟା ବହୁତ କିଛି ସହାୟକ, ଯେହେତୁ ଆମ କୋରାପୁଟ ହେଉଛି ପୁରା ମାନେ ଔଷଧୀୟ ଗଛର ଭଣ୍ଡାର। ବୁଝିପାରିଲେ କି ନାହିଁ? କୋରାପୁଟର ଆମର ରହିଲା ପର୍ବତମାଳା ଯେତେ ଅଛି, କିମ୍ବା ଜଙ୍ଗଲ ଗୁଡ଼ାକ ଅଛି, ସବୁ ଯାକ ଔଷଧୀୟ ଭଣ୍ଡାର। ଆମେ ସେଠୁ, ଆମେ ଆଦିବାସୀ ଲୋକମାନେ ମଧ୍ୟ ବହୁତ, ମାନେ ସେମାନେ ବି ବହୁତ କିଛି କରିପାରୁଛନ୍ତି। ବଟ୍ ଏବେ ଯୁଗ ଚେଞ୍ଜ ହେଲାଣି, ତ ଲୋକମାନଙ୍କର ଗୋଟେ ପ୍ରଡ଼କ୍ଟ କିମ୍ବା ଗୋଟେ ଡକ୍ଟରର କନସଲ୍ଟିଂ ଥ୍ରୁରେ ମେଡ଼ିସିନ୍ ନେବାଟା ବହୁତ ବେଟର୍। ଯେ ଆଜିକାଲି ବହୁତ ଚାଲିଛି, ୟୁଟ୍ୟୁବ୍‌ରୁ ଆରମ୍ଭ କରିକି, ସବୁ ଜିନିଷରୁ ଆରମ୍ଭ କରିକି, ସବୁ ଘରେଲୁ ନୁସ୍କେ। ତ ଏଇ ଜିନିଷଟା ଟିକେ ଏଭଏଡ଼୍ କରିକିରି ଆମେ ଡକ୍ଟର କନସଲ୍ଟିଂ ଥ୍ରୁରୁ ଆମେ ମେଡ଼ିସିନ୍ ନେବାଟା ବେଟର୍।